ଉଚ୍ଚ ସରକାରୀ କର୍ମଚାରୀଙ୍କୁ ସନ୍ତୁଷ୍ଟ ନିଜର କରି ରଖିବାର ଏ କୌଶଳଟି ଆଜି ସରାହତ। ରମାନାଥ ଜାଣନ୍ତି, ଆଜିର ଅନେକ ପଦସ୍ଥ ସରକାରୀ କର୍ମଚାରୀ କୌଣସି ନା କୌଣସି ବାବାଙ୍କ ଭକ୍ତ। ସେମାନଙ୍କୁ ନିଜର କରିବାର ସବୁଠୁ ଭଲ ଉପାୟ ସେ ବାବାଙ୍କର ପରମ ଭକ୍ତ ବୋଲି ପ୍ରଚାର। ବାବାଙ୍କ ଅନୁଷ୍ଠାନ ଆନୁକୂଲ୍ୟରେ ଗୋଟେ ଦିଟା ଉତ୍ସବର ଆୟୋଜନ। ପଦସ୍ଥ ଅଫିସରଙ୍କୁ ମୁଖ୍ୟ ଅତିଥି ଆସନ ଯୋଗାଇ ଦିଅ। ବିଶେଷ କରି ଜଣେ ନୂଆ ସେଲ୍ସ ଟ୍ୟାକ୍ସ ଅଫିସର ଆସିଲା ମାତ୍ରେ ସେ ଖବର ସଂଗ୍ରହ କରନ୍ତି ନୂଆ ଅଫିସର ଜଣକ କେଉଁ ବାବାଙ୍କ ଭକ୍ତ। ସେ ଅନୁଯାୟୀ ଧର୍ମକୋଠିଟି ବଦଳିଯାଏ। ବେଳେବେଳେ ସତ୍ୟସାଇ ଧର୍ମକୋଠି ତ କେତେବେଳେ ପ୍ରଜାପତି ବ୍ରହ୍ମାକୁମାରୀ ଧର୍ମକୋଠି ତ କେତେବେଳେ ଅନୁକୂଳଚନ୍ଦ୍ର ଧର୍ମକୋଠି, ଆଉ କେତେବେଳେ ଅଭିରାମ ପରମହଂସ ଧର୍ମକୋଠି, ଆଉ କେତେବେଳେ ମହେଶ ଯୋଗୀ ଧର୍ମକୋଠି ତ କେତେବେଳେ ଅରବିନ୍ଦ ଧର୍ମକୋଠି। କୋଠିଟି ତେଣୁ ଫେଣ୍ଟାଫେଣ୍ଟି ଧର୍ମକୋଠି। ସେଠି ଆଜି କିନ୍ତୁ ଗୋଟେ ଶିଶୁର ପ୍ରତିମୂର୍ତ୍ତି। ଏହା କେଉଁ ଧର୍ମର? ରମାନାଥ ବୁଝିପାରିଲେନି। ୟା ଭିତରେ ପୁଣି ଗୋଟେ ନୂଆ ଧର୍ମ କେଉଁଠି ଚିରିକି ପଡ଼ିଲାଣି, ଯାହାକୁ ସେ ଏ ଯାବତ୍ ଜାଣିନାହାନ୍ତି। ଏହା ତ ବଡ଼ ବିପଜ୍ଜନକ କଥା। ଖବରକାଗଜବାଲା କ'ଣ ଏ ନୂଆ ଧର୍ମକୁ ଜାଣିନାହାନ୍ତି? ନା ଏ ଧର୍ମର ବିରୋଧୀ ଯେ ଖବରକାଗଜରୁ ଏ ଧର୍ମ ସମ୍ବନ୍ଧରେ ଗୋଟେ ଲାଇନ୍ ବି ପଢ଼ିନାହାନ୍ତି? ସଂଗ୍ରାମ କ'ଣ ଏ ନୂଆ ଧର୍ମର ଭକ୍ତ? ତା'ର ନାଁ କ'ଣ? ଗାଁ କ'ଣ? ସେ ବାବା କିଏ? ରମାନାଥଙ୍କ ବୁଝିବାର ବାହାରେ ରହିଗଲା। ସେଲ୍ସ ଟ୍ୟାକ୍ସ ଅଫିସରଙ୍କୁ ସନ୍ତୁଷ୍ଟ କରିବାର ଧର୍ମଟି ଆଜି ଆଖି ଆଗରୁ ଗେଟ୍ ଖୋଲି ଚାଲିଯାଉଥିବାର ଦୃଶ୍ୟ ତାଙ୍କୁ ବିଚଳିତ କରୁଥିଲା। ତାଙ୍କ ଅସନ୍ତୁଷ୍ଟ ମୁଖ ଭବିଷ୍ୟତରେ କ'ଣ ଖାଇଯିବ ସେଇ ତାଡ଼ନାରେ ସେ ଚିଡ଼ି ଉଠୁଥିଲେ ସଂଗ୍ରାମ ଉପରେ। କିନ୍ତୁ ଗୋଟେ ବୋଲି ପୁଅ, ବାହା କାମୁଡ଼ି ରହିଲେ। ଏଇ ସମୟରେ ଟେଲିଫୋନ୍ ରିଂ ହେଲା। ତରତର ହୋଇ ରମାନାଥ ଫୋନ୍ ଧରିଲେ। ଆର ପାଖରୁ ମ୍ୟାନେଜର ସଦାଶିବଙ୍କ ଠାରୁ ଯାହା ଶୁଣିଲେ ସେଥିରେ ତାଙ୍କ ଆଖିର ପୁଅ ଡୋଳା ଦିଟା ଖସି ପଡ଼ୁଛି ଯେମିତି। ସକାଳୁ ସକାଳୁ ସଂଗ୍ରାମ ଗୁପ୍ତ ମାଲଗୋଦାମରୁ ସରୁ ଗୋଡ଼ି, ଧଳା ସରୁ ବାଲି, ତେନ୍ତୁଳି ମଞ୍ଜି ସବୁ ଟ୍ରକରେ ବୋହି ନେଇଛି। ଗୋଡ଼ି ବାଲି ସବୁ ସହର ତଳି କଚ୍ଚା ରାସ୍ତାରେ ଢଳା ଯାଇଛି। ତେନ୍ତୁଳି ମଞ୍ଜି ସବୁ ପାଖ ଗାଁ ରାସ୍ତା କଡ଼ରେ ବିଞ୍ଚି ଦିଆଯାଇଛି। ରମାନାଥଙ୍କର ଛାତି ଶୁଖି ଆସୁଛି। ସେ ସଂଗ୍ରାମଙ୍କୁ କୁଳାଙ୍ଗାର କହି ଗାଳି କରିବାରେ ଲାଗିଲେ। ହଉରେ ପୁଅ, ଦୁଧ ଭାତ ପିତା ଲାଗୁଛି। ଛିଡ଼ା ଖଲି ପତରରେ ମାଗିଲେ ବି ପଛକୁ କେହି ଦେବେ ନାହିଁ, ବରଂ କୁକୁରକୁ ମୁହାଁ ଦେବେ। ସେତେବେଳେ ଆଖି ଖୋଲିବୁ। କିନ୍ତୁ ଆଖି ଖୋଲିଲା ବେଳକୁ ଜୀବନଟା ମରୁଭୂମି ହୋଇଯାଇଥିବ। ଆକାଶର ଚାନ୍ଦକୁ ବାନ୍ଧିବାକୁ ହେଲେ ହାତରେ ଆଇନା ଧରିଥିବା ଦରକାର। ଠିକ୍ ସେହି ସମୟକୁ ହାତରେ 2-3 ଖଣ୍ଡ ବହି ଧରି ରୁମ୍ ଭିତରକୁ ପଶୁଥିଲା ସଂଗ୍ରାମ। ଆଉ ସହି ନ ପାରି ଚଢ଼ା ଗଳାରେ ଡାକିଲେ ରମାନାଥ, ସଂଗ୍ରାମ, ଏସବୁ କ'ଣ ହେଉଛି? ସଂଗ୍ରାମ ଆଦୌ ଉତ୍ତେଜିତ ହୋଇନଥିଲା। ବରଂ ଶାନ୍ତ କଣ୍ଠରେ ଫୁଟନ୍ତା ଆଖିରେ କହିଲା, ଆପଣ ଆପଣଙ୍କର ଧର୍ମ ପାଳୁଛନ୍ତି, ମୁଁ ମୋ ଧର୍ମ ପାଳୁଛି। ଏଥର ଟିକେ ନରମି ପଡ଼ିଲେ ରମାନାଥ। ଧର୍ମ କରି ମୁଁ ସମ୍ପତ୍ତି ଅର୍ଜିଛି, କିନ୍ତୁ ତୋର ଏ କି ଧର୍ମ ଯେ ତୁ ସମ୍ପତ୍ତି ବର୍ବାଦ କରୁଛୁ? ଆପଣଙ୍କ ଧର୍ମ ଯେ, ମୋ ଧର୍ମ ମଣିଷ ଅର୍ଜେ, ସଂଗ୍ରାମ କହିଥିଲା ଆସ୍ତେ ହସରେ। ରମାନାଥଙ୍କ ଛାତିରୁ ଦୀର୍ଘଶ୍ୱାସ ଚାଲି ଯାଉଥିଲା ସଅଳ ସଅଳ। ଚୋରା ବେପାର କରି ଆସିଲା ପରେ ପକେଟରୁ ଟଙ୍କା ଚାଲି ଯାଉଥିଲା ଭଳି। ସଂଗ୍ରାମ ଆହୁରି ଫେରି ନଥିଲା। କି ଧର୍ମର ଦୀକ୍ଷା ନେଲା ପୁଅଟା ଯେ ଦାଢ଼ି ନିଶ ଓହଳିଲାଣି ତଳକୁ? ପିଲାଟା କ'ଣ ସଂସାର ଛଡ଼ା ବାବାଜୀ ହୋଇଗଲା? ଧର୍ମକୋଠିରେ ଯେଉଁ ଶିଶୁ ପ୍ରତିମୂର୍ତ୍ତି ଥାପିଛି ତାହା କି ଧର୍ମର ଚିହ୍ନ ଯେତେ ହନ୍ତାଳିଲେ ବି ମିଳୁନି। କିନ୍ତୁ ଏକ ଆବେଗ ଭରା କାତରତା ତାଙ୍କ ଛାତିରେ ଢେଉ ତୋଳିଲା ସେଇ ମୂର୍ତ୍ତିଟିକୁ ଦେଖିବାକୁ। ରମାନାଥ ରୁମ୍ ଖୋଲିଲେ। ଲଙ୍ଗଳା କଙ୍କାଳସାର ମୂର୍ତ୍ତିଟି କେଉଁ ଗୁଣରେ ସଂଗ୍ରାମକୁ ଆକର୍ଷିଛି ସେ ଖୋଜି ପାରିଲେନି। ନା ତ ଏ ରାମ ନୁହନ୍ତି, କୃଷ୍ଣ ନୁହନ୍ତି, ଯୀଶୁ ବି ନୁହନ୍ତି, ମହମ୍ମଦ ବି ନୁହନ୍ତି। ସେମିତି ମୂର୍ତ୍ତି ହେଇଥିଲେ ମୁଣ୍ଡ ପଛପଟେ ଗୋଟେ ଚକିରି ଥାନ୍ତା। ଶିଶୁର ରଙ୍ଗ ପୁଣି ମାଟିଆ। କିଏ ଏ ମାଟିଆ ପୁଅ? ରମାନାଥଙ୍କ ମନ ଡଙ୍କେଇ ଉଠୁଥିଲା ସେଇ ଶିଶୁଟିକୁ ଛୁଇଁବାକୁ। ଆସ୍ତେ ଆସ୍ତେ ସେ ହାତ ବଢ଼ାଇ ମୂର୍ତ୍ତିଟିକୁ ଛୁଇଁଲେ। ହାତ ଲାଗିଲା ଚାଉଁ। ଏଥର ସେ ଦେଖିଲେ ଶିଶୁଟି ହସୁଛି, କୁରୁଳି ଉଠୁଛି। ରମାନାଥ ଭାବିଲେ, ରକ୍ତ ମାଂସର ଏମିତି ଲଙ୍ଗଳା କଙ୍କାଳସାର ଶିଶୁଟେ ଯଦି ତାଙ୍କ ପାଖକୁ ଆସନ୍ତା ସେ ତାକୁ ଦୂରହ ବୋଲି ଘୃଣାରେ ଛିଞ୍ଚାଡ଼ି ହୁଅନ୍ତେ, ନା ଏମିତି ଏକ ଆବେଗରେ ଆନ୍ତରିକତାରେ ତା ଦେହକୁ ଆସ୍ତେ କିନା ଛୁଇଁ ଦିଅନ୍ତେ? କ'ଣ କରନ୍ତେ ସେ? ଏ ପ୍ରଶ୍ନରେ ଆଚକା ମାଚକା ହେଲେ। ଏଇମିତି ଲଙ୍ଗଳା ଭିକାରୀ ଛୁଆଟେ ଯେତେବେଳେ ତାଙ୍କ ଗୋଦାମର ଗଦି ଉପରକୁ ପଇସା ମାଗି ଉଠୁଥିଲା ସେତେବେଳେ ପରା ସେ ଚିତ୍କାର କରି ଉଠୁଥିଲେ, ଅପର୍ଚ୍ଛନିଆ ଛୁଆ, ଓହ୍ଲା ତଳକୁ। କାହିଁ ସେଦିନ ତ ରକ୍ତ ମାଂସ ଧରି ଏଭଳି ଶିଶୁଟାକୁ ସେ ଆବେଗରେ ନିଜ କୋଳକୁ ଟାଣି ଆଣି ପାରିନଥିଲେ।
କିଏ ଅଟକାଉଥିଲା ତାଙ୍କ ହାତକୁ। ମନ ତାଙ୍କର ବିସ୍ତାପରେ ଭରି ଉଠିଲା। ହାୟ, ପୁଅ ବି ସରକାରୀ ଅଫିସର ହେବ କ'ଣ ଶେଷକୁ ବାବାଜୀ ବନିଗଲା। ସଂଗ୍ରାମର ରୁମ୍କୁ ଦେଖିଲେ। ନା, ଏ ଯାଏଁ ଫେରିନି। ଦୁଇ ହାତରେ ମୁଣ୍ଡକୁ ଚିପି ଧରିଲେ ରମାନାଥ। ରାତି ଆଗୁସାର ଏକ ଦୁରନ୍ତ ପକ୍ଷୀର ଶେଷ ସ୍ୱର ତାଙ୍କ କାନରେ ବାଜି ଉଠୁଥିଲା। ସେ ଗୁମୁରିଲେ। ହଠାତ୍ ଟେଲିଫୋନ୍ର କ୍ରିଂ କ୍ରିଂ ଶବ୍ଦରେ ତାଙ୍କ ଆବେଗ ସବୁ କଟିଗଲା। ସେ ଧାଇଁ ଯାଇ ଫୋନ୍ ଧରିଲେ। ଆର ପାଖରୁ ଶୁଣାଗଲା, ରମାନାଥ ବାବୁ, ଆପଣ ଆପଣଙ୍କ ପୁଅକୁ ସୁଧାରିଲେ ନାହିଁ। ଅବସ୍ଥା ଅସମ୍ଭାଳ। ଆଉ ନୀରବ ରହିହେବ ନାହିଁ। ମନ୍ଦିରକୁ ପ୍ରବେଶ କରୁଥିବା କେତେକ ପୁରୁଷ ଓ ମହିଳାଙ୍କ ଠାରୁ କେତେଜଣ ଗୁଣ୍ଡାଙ୍କ ସହ ସେ ଟଙ୍କା ପଇସା ଅଳଙ୍କାର ଜବରଦସ୍ତି ଛଡ଼ାଇ ନେଇଛି। ସେ ଏବେ ଆରେଷ୍ଟ ହେଉଛି। ରମାନାଥ ବାବୁଙ୍କ ହାତରୁ ରିସିଭରଟା ଖସି ପଡ଼ିଲା। କାନମୁଣ୍ଡା ଝାଏଁ ଝାଏଁ। ସାରା ପୃଥିବୀରେ ଏକ ଭୟଙ୍କର ବିସ୍ଫୋରଣ ଦେଖାଗଲା ଯେମିତି। ତତ୍କ୍ଷଣାତ୍ ସେ ଫୋନ୍ଟାକୁ ପୁଣି ମୁଠାଇ ଉତ୍ତର କଲେ, ନା ନା ଆଜ୍ଞା, ଆପଣ ଭୁଲ ବୁଝିଛନ୍ତି। ପୂର୍ବରୁ ସେ ସଂଗ୍ରାମ ଆଉ ନାହିଁ, ପୁରା ବଦଳି ଯାଇଛି ଆଜ୍ଞା। ସଂଗ୍ରାମ ଡକାୟତ ଚୋରମାନଙ୍କ ଭଳି ଏମିତି କର୍ମ କରି ନପାରେ। ସେ ତ ପୁରା ବାବାଜୀ ପାଲଟି ଗଲାଣି ଆଜ୍ଞା। ଆର ପାଖରେ ରିସିଭର ଥୋଇଦେବାର ଶବ୍ଦରେ ଚିହିଁକି ଉଠିଲେ ସେ। ତତ୍କ୍ଷଣାତ୍ ଡ୍ରାଇଭରକୁ ଡାକି ଗାଡ଼ି ବାହାର କରିବାକୁ ଆଦେଶ ଦେଲେ। ବିଶିଷ୍ଟ ବ୍ୟବସାୟୀ ସମାଜସେବୀ ରମାନାଥଙ୍କର ଏକମାତ୍ର ପୁତ୍ର ଲୁଣ୍ଠନକାରୀ ଡକାୟତ ଅଭିଯୋଗରେ ବିଚ୍ ରାଜରାସ୍ତାରେ ପୋଲିସ ଦ୍ୱାରା ଗିରଫ ହେବ। ଅସମ୍ଭବ। ଯାଉ, ଚାଲିଯାଉ ସବୁ ସମ୍ପତ୍ତି। ନେତା ନେବେ 10,000 ନିଅନ୍ତୁ। ପାର୍ଟି ନେବ 20,000 ନିଅନ୍ତୁ। ସାକ୍ଷୀମାନେ ନେବେ 20,000 ନିଅନ୍ତୁ। ତରତର ହୋଇ ବାହାରି ଯିବା ବେଳକୁ ସାମ୍ନାରେ ପଡ଼ିଲା ତାଙ୍କର ଧର୍ମକୋଠି। ହଠାତ୍ ତାଙ୍କର ଆଖି ଜଳି ଉଠିଲା। କବାଟ ଠେଲି ଭିତରକୁ ପଶିଗଲେ। ସାମ୍ନାର ଶିଶୁମୂର୍ତ୍ତିକୁ ଚାହିଁ କହିଲେ, ତୁ ଗୋଟେ କି ଧର୍ମର ଠାକୁର ଯେ ମୋ ପୁଅକୁ ବାବାଜୀ କରାଇଲୁ? ମୋର ଯେତେ ଯାହା ସମ୍ପତ୍ତି ନଷ୍ଟ କରାଇଲୁ, ଶେଷରେ ଲୁଣ୍ଠନ କେସ୍ରେ ତାକୁ ଗିରଫ କରାଇଲୁ? ଚଣ୍ଡାଳ! ୟା କହି ରମାନାଥ ଶିଶୁମୂର୍ତ୍ତିଟିକୁ ଉଠାଇ କଚାଡ଼ି ଦେଲେ ଏବଂ ଜୋର ଜୋର ପାଦରେ କାର୍ ନିକଟକୁ ଚାଲିଗଲେ। ଶିଶୁ ମୂର୍ତ୍ତିଟି ଦୁଇ ଫାଳ ହୋଇ ସେମିତି ପଡ଼ି ରହିଲା। ମନ୍ଦିର ନିକଟରେ ଶହ ଶହ ଲୋକର ଘର। ହୁ ହୁ ଡାକୁଛି ସହରର ଛାତି। ଭିଡ଼ ଠେଲି ରମାନାଥ ପଶିଲେ ଆଗକୁ। ଦେଖିଲେ କେତେକ ସାଙ୍ଗମାନଙ୍କ ମେଳରେ ଛିଡ଼ା ହୋଇଛି ସଂଗ୍ରାମ। ଚାରିପଟେ ଘେରି ରହିଛି ପୁଲିସ। ନିକଟରେ ଏକ ପୁଲିସ ଭ୍ୟାନ୍। ଦମ୍ଭରେ ଛିଡ଼ା ହୋଇଛି ସଂଗ୍ରାମ। ଆଖିରେ ନଇଯିବାର ପାପବୋଧର ସାମାନ୍ୟତମ ଛିଟା ଲାଗିନି। ଚମକୁଛି, ଟହକୁଛି। ରମାନାଥ ଆଚମ୍ବିତ ହେଲେ। ସଂଗ୍ରାମର ଏତେ ବଡ଼ ଦମ୍ଭ ସେ ଆଗରୁ କେବେ ଦେଖିନଥିଲେ। ପୁଅର ଏଭଳି ଏକ ଆଖି ଦେଖି ବାପାର ଆଖି ବି ଉଜ୍ଜଳ ହୋଇ ଉଠିଲା। ତାଙ୍କର ଛାତି ଯେମିତି ହସି ଉଠିଲା। ପୋଲିସ ଇନ୍ସପେକ୍ଟର ରମାନାଥଙ୍କୁ କହିଲେ, ଦେଖନ୍ତୁ ରମାନାଥ ବାବୁ, ପୂର୍ବରୁ ଆପଣଙ୍କ ପୁଅର ଅପରାଧ ନିମନ୍ତେ ଆମେ ଆପଣଙ୍କୁ ସତର୍କ କରିଦେଇଥିଲୁ, କିନ୍ତୁ ଫଳ ଓଲଟା। ମନ୍ଦିରକୁ ପ୍ରବେଶୁଥିବା ଦର୍ଶନାର୍ଥୀଙ୍କଠାରୁ ଧନରତ୍ନ ଟଙ୍କା ପଇସା ଲୁଟ୍ କରିନେବାର ଉପକ୍ରମ କରୁଥିଲା। ଆଉ କେତେ ଗୁଣ୍ଡାଙ୍କ ସହ ଆଉ ଚାରା ନାହିଁ। ଆମେ ତାକୁ ଆଜି ଗିରଫ କରୁଛୁ। ତା ଛଡ଼ା ପୂର୍ବ କେସ୍ ସବୁ ତ ଅଛି। କେହି ଜଣେ ସେତେବେଳେ ମନ୍ତବ୍ୟ ପ୍ରଦାନ କରିଥିଲେ, ବାବୁ କଲେଜରେ ଉପସଭାପତି ଅଛନ୍ତି ନା? ଏ ଦିନୁ ଏସବୁ ନ ଶିଖିଲେ ଭବିଷ୍ୟତରେ MLA ମନ୍ତ୍ରୀ ହେବାର ଯୋଗ୍ୟତା ହାସଲ କରିବେ କେମିତି? ଟିକେ ନମ୍ର ହୋଇ ରମାନାଥ କହିଲେ, ମାନୁଛି ଇନ୍ସପେକ୍ଟର, ସଂଗ୍ରାମ ପୂର୍ବରୁ କେତେକ ଅପରାଧ କରିବା ପାଇଁ ଆଟେମ୍ପ୍ଟ ନେଇଛି, କିନ୍ତୁ ମଣିଷର ପରିବର୍ତ୍ତନ ତ ଅଛି। ତାର ମୁହଁକୁ ଏବେ ଚାହାନ୍ତୁ ଇନ୍ସପେକ୍ଟର। ଏମିତି ଏକ ତେଜବନ୍ତ ମୁହଁ ଲୁଣ୍ଠନ କରିପାରେ? ଅନ୍ୟ କେହି ଭଦ୍ରଲୋକ ଜଣେ ସେତେବେଳେ ଦୃଢ଼ ସ୍ୱରରେ କହିଲେ, ନା ନା, ସଂଗ୍ରାମ ଠାକୁର ଦର୍ଶନାର୍ଥୀଙ୍କଠୁ କୌଣସି ଅଳଙ୍କାର ଟଙ୍କା ପଇସା ଛଡ଼େଇ ନାହିଁ, ଲୁଣ୍ଠନ କରିନାହିଁ। ବରଂ ପ୍ରବେଶ ପଥରେ ତାର ସହକର୍ମୀଙ୍କ ସହ ଛିଡ଼ା ହୋଇ ପ୍ରବେଶାର୍ଥୀଙ୍କୁ ମନ୍ଦିର ଯିବାକୁ ବାରଣ କରିଛି। କହିଛି, ମନ୍ଦିର ବାହାରେ ଶହ ଶହ ଶିଶୁ, ବିକଳାଙ୍ଗ, ଅନାହାରରେ ହର ମୁହୂର୍ତ୍ତରେ ଆଖି ସାମ୍ନାରେ ମୃତ୍ୟୁକୁ ଭେଟି ଶିହରି ଉଠୁଥିବା ବେଳେ ଆପଣମାନେ ସେମାନଙ୍କୁ ଉପେକ୍ଷା କରି ଠାକୁରଙ୍କୁ ସୁନା ରୂପା ଟଙ୍କା ଭେଟି ଦିଅନ୍ତୁ ନାହିଁ। ମଣିଷକୁ ଅବହେଳା କରି ଭଗବାନଙ୍କୁ। ୟା କହି ରମାନାଥ ଖୋଲିଦେଲେ ଆଟାଚି। ଫୁଟି ଉଠିଲା ପ୍ରାୟ 50,000 ଟଙ୍କାର ବିଡ଼ା ସବୁ। ମନଗୋବିନ୍ଦ ଈଷତ୍ ହସିଲେ। ଏ ଟଙ୍କା ଅପେକ୍ଷା ଆମର ବେଶୀ ଦରକାର ସଂଗ୍ରାମ। ସଂଗ୍ରାମଙ୍କୁ ଆପଣ ବୁଝାଇ ଦିଅନ୍ତୁ, ସେ ଆମ ପାର୍ଟିରେ ଯୋଗ ଦେଉ, ନ ହେଲେ ପୁରା ନୀରବ ରହୁ। ରମାନାଥଙ୍କର ଆଉ ଉପାୟ ନଥିଲା। ଦୀର୍ଘଶ୍ୱାସ ବାରମ୍ବାର ବାଟ କାଟି ଯାଉଛି। ସମଗ୍ର ଦେଶ ଓ ତାର ମଣିଷମାନଙ୍କୁ ବଞ୍ଚିବାର ପଟ୍ଟା ଦେଇଛନ୍ତି ବୋଲି ପେଁକାଳି ବଜାଉଥିବା ଏହି ନେତାମାନଙ୍କର ବୁକ୍କ୍ଷୁଭା କେଉଁଠି ବା ମେଣ୍ଟିଛି? କାହିଁ? ଗହଳି ଆଡ଼କୁ ଆସୁ ଆସୁ ରମାନାଥ ନିଶ୍ଚୟ କଲେ ଯେ ସେ ସଂଗ୍ରାମଙ୍କୁ ରୋକିବେ ତା ପଥରୁ। ବରଂ ସେ ମାନଗୋବିନ୍ଦ ଚାହୁଁଥିବା ପାର୍ଟିରେ ଯୋଗ ନ ଦେଉ, କିନ୍ତୁ ନୀରବ ରହୁ। ତାହା ହିଁ ଶ୍ରେୟସ୍କର। ମୋର ବା କ'ଣ ଅଭାବ ଅଛି, କ'ଣ ବା ନାହିଁ? ଚିନ୍ତୁ ଚିନ୍ତୁ ପହଞ୍ଚିଲେ ଗହଳିରେ। ପୋଲିସ ଘେରାକୁ ସଂଗ୍ରାମକୁ କିଛି ଦୂରକୁ ଡାକି ନେଇ କହିଲେ, ବାବୁରେ, ତୁ ଏଣିକି ବୋତଲେ କାହିଁକି? ଦିନ ଦି ବୋତଲ ପିଇ ବରଂ।
ମେଳାରେ ଝିଅମାନଙ୍କ ବେଣୀ ଝିଙ୍କିବୁ କାହିଁକି? ହରଦିନ ଗୋଟେ ଦିଟାକୁ ଲଜିଂରେ ନେଇ ଉପଭୋଗ କର ବରଂ। ସାଙ୍ଗ ପାର୍ଟି ପିକନିକରେ ଯେତେ ଟଙ୍କା ଉଡ଼ାଉଛୁ ଉଡ଼ା ବରଂ, ମୁଁ ପାଟି ଫିଟାଇବି ନାହିଁ। କିନ୍ତୁ ଏ ରାସ୍ତା ଛାଡ଼ିଦେ, ଫେରି ଆସେ ପଥରୁ। ଏମିତି ଦାଢ଼ି ଥୋଡ଼ି ବଢ଼େଇ ଆଉ ବାବାଜୀ ହୁଅନା। ପୂଜା କରନା ସେ ଶିଶୁ ମୂର୍ତ୍ତିକୁ। ମଣିଷର ଏଡ଼େ ବଡ଼ ସାହସକୁ ବେଳେବେଳେ ପୃଥିବୀ ସହିପାରେନି। ସେତେବେଳକୁ ସଂଗ୍ରାମର ଆଖି ଜଳି ସାରିଥାଏ। ବହୁଥର ସଂଗ୍ରାମର ରଙ୍ଗ ଆଖି ଦେଖିଛନ୍ତି ରମାନାଥ, କିନ୍ତୁ ଏଭଳି ରଙ୍ଗ ସେ ଦେଖିନଥିଲେ। ସଂଗ୍ରାମ ତାଙ୍କ ଆଡ଼କୁ ଅନାଇ ଚିତ୍କାର କଲା, ରାକ୍ଷସ! ଚମକିଲେ ରମାନାଥ। ତାଙ୍କରି ପୁଅ ତାଙ୍କୁ ରାକ୍ଷସ କହୁଛି? ତାଙ୍କ ମୁଣ୍ଡ ତଳେଇ ଗଲା, ଛାତିରେ ବିଧାଏ ଯେମିତି। ସେତେବେଳକୁ ସଂଗ୍ରାମ ଧାଇଁ ଆସି ସାରିଥିଲା ପୁନର୍ବାର ସେ ଗହଳିକୁ। ଇନ୍ସପେକ୍ଟରଙ୍କୁ କହିଲା, ଆପଣ ମୋତେ ଗିରଫ କରିଛନ୍ତି, ଚାଲନ୍ତୁ। ପୋଲିସ ଭ୍ୟାନ୍ ଷ୍ଟାର୍ଟ। ରମାନାଥ ଧାଇଁଥିଲେ ସଂଗ୍ରାମ ଆଡ଼କୁ। ଭ୍ୟାନ୍ ତଳେ ଛିଡ଼ା ହୋଇ ସଂଗ୍ରାମ ଆଡ଼କୁ ହାତ ବଢ଼ାଇଲା ବେଳକୁ ଭ୍ୟାନ୍ ଛାଡ଼ି ଦେଇଥିଲା। ରମାନାଥଙ୍କ ଆଖିରେ ଲୁହବନ୍ଧ ଡେଇଁ ସାରିଥିଲା ଏବଂ ପିତାର ହାତ ଫେରି ଆସିଥିଲା ଅପହଞ୍ଚ। ଗହଳିର ଛାତି କମ୍ପି ଉଠୁଥିଲା। ଆହା ଆହା! ମାନଗୋବିନ୍ଦ ବାବୁ ସେତେବେଳକୁ ଗହଳି ତ୍ୟାଗ କରି ସାରିଥିଲେ। ବ୍ୟସ୍ତ ବିବ୍ରତରେ ଝାଳନାଳ ହେଇ ଫେରିଲେ ରମାନାଥ। କାରରେ ବସିବା ଠାରୁ ଓହ୍ଲାଇବା ଯାଏଁ ସେ ନିଜଠି ନଥିଲେ। ପୁଅ ସାମ୍ନାରେ ସେ ରାକ୍ଷସ! ସେଇ ଶବ୍ଦର ପ୍ରତିଧ୍ୱନି ତାଙ୍କୁ କାହିଁ କାହିଁ ବୁଲାଇ ଆଣୁଥିଲା। ବେଳେବେଳେ ସେ ମୁହଁକୁ ଦୁଇ ହାତରେ ଘଷି ଆଣୁଥିଲେ। ସେ ନିଜର ଅସ୍ତିତ୍ୱକୁ କିନ୍ତୁ ସ୍ପର୍ଶ କରିପାରୁନଥିଲେ। ମୁହଁ ଲାଲ ପଡ଼ିଯାଉଥିଲା। ରାକ୍ଷସ ରାକ୍ଷସର ପ୍ରତିଧ୍ୱନି ଚାରିଆଡ଼େ। ଅଥଚ ଗୋଟେ ବୋଲି ପୁଅ ତାଙ୍କର ପୋଲିସ ଦ୍ୱାରା ଗିରଫ ହୋଇଛି, ଏ କଥା ମୁଣ୍ଡକୁ ପଶୁନଥିଲା। ଚିନ୍ତାରେ ଅନୁଭବରେ ସାମ୍ନାସାମ୍ନି ହେଉନଥିଲା। ପୋଲିସ ଭ୍ୟାନ୍, ଗହଳି, ସଂଗ୍ରାମର ଗିରଫଦାରୀ। କେବଳ ରାକ୍ଷସ ରାକ୍ଷସ ରାକ୍ଷସର ପ୍ରତିଧ୍ୱନି। ମଣିଷର ଆତ୍ମିକ ଓ ରକ୍ତଗତ ସମ୍ପର୍କର ଡେଉଁରିଆ କେଉଁ ସ୍ତରରେ ବୁଝି ହେଉନଥିଲା। ଥକା ଥକା ପାଦ, ସୁଖା ସୁଖା ମୁହଁରେ ପାହାଚ ଚଢ଼ିଲେ ରମାନାଥ। ଫ୍ଲୋରର ସୋଫା ଉପରେ ବସି ରହିଲେ ଘଣ୍ଟା ଘଣ୍ଟା। ରାତି ଆଗେଇଥିଲା। ଅନ୍ଧାରର ମେଘମାନ ସଜେଇ ବିଛେଇ। ଶେଷରେ ଉଦାର ଓ ଭୟଭୀତ ହୋଇ ନିଜ ରୁମ୍କୁ ଯାଉ ଯାଉ ସାମ୍ନା ହେଲା ଧର୍ମକୋଠି ଓ ଦୁଇ ଖଣ୍ଡ ହୋଇ ପଡ଼ିଥିବା ଶିଶୁମୂର୍ତ୍ତି। ଚଟ୍ କରି ରମାନାଥ ଚିହିକି ଉଠିଲେ। ଶିଶୁମୂର୍ତ୍ତିର ଆଖି ଯୋଡ଼ିକ ଠିକ୍ ସଂଗ୍ରାମର ଦମ୍ଭ ଦମ୍ଭ ଆଖି ଭଳି। ରମାନାଥଙ୍କର ଆଖି ଥୀର ହୋଇଗଲା। ଶିଶୁମୂର୍ତ୍ତିର ମୁହଁ ଯେମିତି ସଂଗ୍ରାମର ସେଇ ଦାଢ଼ି ରଖା ମୁହଁ। ରମାନାଥଙ୍କ ଆଖି ଝଲସି ଉଠିଲା। ଲୁହ ଜକେଇ ଆସିଲା। ସେଇ ଶିଶୁମୂର୍ତ୍ତିଟିକୁ ଚାହିଁବାକୁ ସେ ଅଥୀର ହୋଇ ଉଠିଲେ। କେମିତି ଏକ ଧର୍ମର ଦେବତା ତୁହି! ତୋ ଆଖିରେ ଏତେ ରଙ୍ଗ, ଏତେ ଜନ୍ମ ନାହିଁ? ନାହିଁ, ଏଠି କିଛି ନାହିଁର ସମାଧି ଉପରେ ଏଡ଼ିକି ଶିଶୁ, ତୋର ଏତେ ଜୀବନ! ଆଖି ତରଙ୍ଗେଇ ଉଠୁଥିଲା ରମାନାଥଙ୍କର। ଏକ ଛୁଁ ଛୁଁ ଆବେଗରେ ଆବେଇ ଯାଉଥିଲେ ରମାନାଥ। ଭଙ୍ଗା ଶିଶୁମୂର୍ତ୍ତି ଦୁଇଟି ପୁଣି ଯୋଡ଼ି ହୋଇ ଯାଉଥିଲା ଯେମିତି।